ଅତି ସହଜରେ ଅନ୍ୟମାନଙ୍କର ଭୁଲକୁ ଦେଖିପାରୁ ଜାଣିପାରୁ, ଅଥଚ ଚିନ୍ତା କଲେ ନିଜର ଭୁଲକୁ ଆମେ କେବେ ତର୍ଜମା କରୁ ନା ଜାଣିପାରୁ ନା ଦେଖିପାରୁ। କାରଣ କ'ଣ? ଗୋଟିଏ ଛୋଟିଆ ଉପାଖ୍ୟାନ ମାଧ୍ୟମରେ ମୁଁ ଏଇଟା ଆପଣମାନଙ୍କୁ ବୁଝିବା ପାଇଁ ଚେଷ୍ଟା କରିବି। ଆପଣମାନେ ମୋତେ ଖରାପ ବୁଝିବେନି। ଦେଖନ୍ତୁ, ଦୀପ ସାରା କିଛି ଏରିଆକୁ ଆଲୋକିତ କରେ, ଅଥଚ ତା ନିଜକୁ ସେ ଆଲୋକିତ ତଳକୁ କରିପାରେ ନା। ତେଣୁ କଥାରେ ଅଛି ଦୀପ ତଳ ଅନ୍ଧାର। ଆମ ଆଖି ସମସ୍ତଙ୍କ ଭୁଲକୁ ଦେଖିପାରେ, କିନ୍ତୁ ଆଖିରେ ଯଦି କିଛି ପଡ଼ିଯାଏ ଆଖି ଦେଖିପାରେ ନା। ଭୁଲ କହିଲି କି? ତ ଆପଣମାନେ ଚିନ୍ତା କରିବେ। ତେଣୁ ଏ ଆଖି ସବୁ ଦେଖିପାରେ, ହେଲେ ନିଜ ଆଖିରେ ପଡ଼ିଥିବା କୌଣସି ଧୂଳିକୁ ମଧ୍ୟ ସେ ଦେଖିପାରେ ନା। ଯେମିତି ଦୀପ ତଳ ଅନ୍ଧାର। ଆମେ ଅନ୍ୟକୁ ଗୋଟେ ଆଙ୍ଗୁଠି ଦେଖାଉ, କିନ୍ତୁ ଆମ ପଟେ ଚାରିଟା ଆଙ୍ଗୁଠି ଥାଏ, ଯାହା ଆମେ କେବେ ତର୍ଜମା ମଧ୍ୟ କରୁନା। କାରଣ ନିଜ ଭୁଲକୁ ଆମେ ସ୍ୱୀକାର କରିବାକୁ କେବେ ରାଜି ହେଉନା। ଜଣେ ସିଦ୍ଧ ପୁରୁଷ, ସିଦ୍ଧ ମହାତ୍ମା ଥିଲେ। ଏମିତି ରାସ୍ତାରେ ଯାଉଛନ୍ତି, ତ ରାସ୍ତାରେ ଗଲାବେଳକୁ ଦେଖିଲେ ଜଣେ କଲଗାଲ ଆଗେ ଆଗେ ଯାଉଛି, ଦୌଡ଼ି ଦୌଡ଼ି ଯାଉଛି, ବହୁତ ବିକଳରେ ଚିତ୍କାର କରି ଯାଉଛି ଏବଂ କ୍ରନ୍ଦନରତ ହିସାବରେ ଯାଉଛି। ତା ପଛପଟେ ଅନେକ ଲୋକ ଅଛନ୍ତି, ଅନେକ ପିଲା ଅଛନ୍ତି, ଯେଉଁମାନେ ଟେକା ପଥର ତାକୁ ଫୋପାଡ଼ୁଛନ୍ତି। ତ ସାଧୁ ମହାତ୍ମା ସେ କଲଗାଲକୁ ଅଟକେଇ ଦେଲେ ଏବଂ ଲୋକମାନଙ୍କୁ ମଧ୍ୟ ଅଟକେଇଲେ, ପଚାରିଲେ କ'ଣ ହେଇଛି, ତମେ ଆକୁ କାହିଁକି ଟେକା ପଥର ପକାଉଛ? ତ ସମସ୍ତେ କହିଲେ ଇଏ ଜଣେ ଖରାପ। ତ ଯେଉଁମାନେ ସବୁ ଯୁବପିଢ଼ି ଅଛନ୍ତି, ସେ ଯୁବପିଢ଼ିକି ଇଏ ଖରାପ କରିଦେଉଛି। ତ ଆର ଏ ସମାଜରେ ରହିବାର ଅଧିକାର ନାହିଁ। ଆକୁ ଏ ସମାଜରୁ ଆମେ ବିତାଡ଼ିତ କରିଦେବାକୁ ଚାହୁଁଛୁ। ତେଣୁ ଆମେ ଆକୁ କାଢ଼ି ଦେବାକୁ ଚାହୁଁଛୁ, ଏ ଏରିଆରୁ କାଢ଼ି ଦେବାକୁ ଚାହୁଁଛୁ। ତ ସେଥିପାଇଁ ତାକୁ ଟେକା ପଥର ମାରିକି ଆମେ ତଡ଼ି ଦେଉଛୁ। ତ ସାଧୁ ମହାତ୍ମା କହିଲେ ଠିକ୍ କଥା। ଯଦି କୌଣସି ଗୋଟେ ମାଛ ମରିଯାଇଛି ତ ତାକୁ ନିହାତି ପୋଖରୀରୁ କାଢ଼ିଦେବା କଥା, ନହେଲେ ପାଣି ଖରାପ ହେବ। ବା ବେଙ୍ଗ ମରିଯାଇଛି, ତାକୁ କାଢ଼ିଦେବା ଦରକାର, ନହେଲେ ପାଣି ଖରାପ ହେବ। କିଛି ଖରାପ ନୁହେଁ, ଆପଣମାନେ ଠିକ୍ କରୁଛନ୍ତି। କିନ୍ତୁ ଗୋଟେ କାମ କରନ୍ତୁ, ଯେଉଁମାନେ ଜୀବନରେ କେବେ ପାପ କରିନ, ସେମାନେ ଏଇ ପାପ କରିବାକୁ ଯାଅ, ଅର୍ଥାତ୍ ଟେକା ପଥର ମାରିବାକୁ ଯାଅ। ଯେଉଁମାନେ ଜୀବନରେ କିଛି ପାପ କରିଛ, ଆଉ ପାପ କରନି। ତାକୁ ତା ଦଣ୍ଡ ସେ ପାଇବ, ଅର୍ଥାତ୍ ଭଗବାନ ତାକୁ ଦଣ୍ଡ ଦେବେ। ତମେମାନେ ଦଣ୍ଡ ଦେବା ପାଇଁ କିଏ? ତ ସମସ୍ତେ ଟେକା ପଥର ତଳେ ପକାଇଦେଲେ। ତ ଏଇଟା ମୁଁ ମନରୁ କହୁନି ଆଜ୍ଞା, ବାଇବେଲରେ ଏଇଟା ଯୀଶୁଙ୍କର ଗୋଟେ କାହାଣୀରୁ ମୁଁ ପାଇଥିଲି। ଏବଂ ଏଇଟା ସାଇଙ୍କର ଯେଉଁ ଅଛି ବାୟୋଗ୍ରାଫି, ସାଇଙ୍କ ଜୀବନୀ, ସେଥିରୁ ପାଇଥିଲି। ଏମିତି ଗୋଟେ କାହାଣୀ ବା ଉପାଖ୍ୟାନ। ତ ଏ କାହାଣୀ ଉପାଖ୍ୟାନର ଯାହା ସତ୍ୟତା ଥାଉ ନଥାଉ କିଛି ଫରକ ପଡ଼ୁନି ଆଜ୍ଞା, କିନ୍ତୁ ଜୀବନ ଦର୍ଶନରେ ଅନେକ ପ୍ରଭାବ ପଡ଼େ ଆ ଉପରେ। ତ ଜ୍ଞାନୀମାନେ ଚିନ୍ତା କରିବେ। ରହୁଛି। ଜୟ ଶ୍ରୀରାମ।